तथा न्यायमूर्ति वर्ग विचारक मंडली एवं ज्ञानी गुणी गुरुजन वृंद और मोर प्रतियोगीगण आज प्रश्न जेतिकी गभीर सेतिकी चिंताजनक मध्य प्रश्नटी हेउछि कि कृत्रिम बुद्धिमत्ता एआई बा जहाको आमे आर्टिफिशियल इंटेलिजेंस कहू ताहा कोन हम शिक्षादान प्रक्रिया रे शिक्षक मानकर स्थान नै पाइबो कि आपण माने मते किछि समय चिंता करि देखंतु किंतु मोर स्पष्ट और दृढ़ोक्ति कि एआई बा आर्टिफिशियल इंटेलिजेंस कोनोसी मर्ते भी शिक्षक मानकर स्थान नै बाकू जमर भी योग्य नुह कारण तीव्र गति रे ए बधिष्णु समाज रे छात्र छात्री मानकू सीमित खर्च एवं स्वल्प समय रे जो शिक्षादान एआई रा जोगेति जाउछि ताहा एआई रे दुर्लभ वरदान अटे एवं एहार उपयोग मध्य हम शिक्षा क्षेत्र रे अनिर्वाच्य होई पड़छि मु मध्य एथिरे एकमत किंतु मोर कहिबार अर्थ एना नुह कि आगकू सही कृत्रिम बुद्धिमत्ता एआई बा आर्टिफिशियल इंटेलिजेंस शिक्षक मानकर स्थान को अधिग्रहण करि परिबो मु मध्य आपण मानक एबे गोटी गोटी को सूचना प्रदान करिबि और आपण माने मध्य बुझि परिबे ए जुक्तिर जथार्थ केते रहिछि प्रथम कथा मनुष्य एक सामाजिक प्राणी तार सकल कार्य तार परिवेश तार शारीरिक स्थिति तार मनर आवेग भावावेग ଉପରେ ନିର୍ଭର କରେ ଏବଂ ତାହା ଜଣେ ଦକ୍ଷ ଶିକ୍ଷକ ଏକ ଶ୍ରେଣୀ ଗୃହରେ ତାର ଏକ ସେହି ଶିକ୍ଷାନୀତିକୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ଏବେ ଆପଣମାନେ ଭାବନ୍ତୁ ତାହା କ'ଣ ଏ ସୃଷ୍ଟି କରିପାରିବ ଦ୍ୱିତୀୟରେ ଆମ ଶିକ୍ଷାର ଉଦ୍ଦେଶ୍ୟ କେବଳ ଆମ ଜ୍ଞାନର ପ୍ରଦାନ କରିବା ଜ୍ଞାନର ବିକାଶ ପାଇଁ ନୁହଁ ତାର ଏକ ମୂଳ ଉଦ୍ଦେଶ୍ୟ ହେଉଛି ଜଣେ ଛାତ୍ରର ଉତ୍ତମ ଚରିତ୍ର ଗଠନ କରିବା ପାଇଁ ଚରିତ୍ର ହିଁ ଶିକ୍ଷାର ସବୁଠାରୁ ମୂଲ୍ୟବାନ ଉପହାର ଏବଂ ଜଣେ ଶିକ୍ଷାର ଅନ୍ତିମ ଲକ୍ଷ୍ୟ ହେଉଛି ଚରିତ୍ର ଗଠନ ହୋଇଥାଏ ତୃତୀୟରେ ଗୋଟେ ଛାତ୍ର ହେଉ କିମ୍ବା ଛାତ୍ରୀ ତାର ବ୍ୟକ୍ତିଗତ ଭାବେ ତାର ଅସୁବିଧା କ'ଣ ତାର ଆବଶ୍ୟକତା କ'ଣ ତାର ଦୁର୍ବଳତା କ'ଣ ଏସବୁ କ'ଣ ଏଆଇ ସେହି ଶିକ୍ଷଣରେ ତର୍ଜମା କରିପାରିବ କରିପାରିବନି ଆପଣମାନେ ବି ଭାବିଲେ କିନ୍ତୁ ଜଣେ ଶିକ୍ଷକ ପ୍ରଶିକ୍ଷଣ କରୁଛି ସେ କ'ଣ କରନ୍ତି ତାର ମୂଳ ସମସ୍ୟା ତାର କ'ଣ ଦରକାର ତାର ଦୁର୍ବଳତା ତାକୁ ବୁଝି ତା ମୂଳ ସମସ୍ୟା ଖୋଜି ତାକୁ କେମିତି ଉଚିତ ମାର୍ଗରେ ଯିବାକୁ ହେବ ତାକୁ ଉତ୍ସାହିତ କରନ୍ତି ତା ହୃଦୟରେ ବୀଜ ବୁଣନ୍ତି ସେ କେମିତି ଆଗକୁ ଭବିଷ୍ୟତରେ ଏକ ଉତ୍ତମ ମନୁଷ୍ୟ ଭାବେ ପରିଚିତ ହେଇପାରିବ କିନ୍ତୁ ଏ କ'ଣ ସୃଷ୍ଟି କରିପାରିବ କାରଣ ସେ ଏକ ଯନ୍ତ୍ରଚାଳିତ ମେସିନ୍ ନା ଆମେ କ'ଣ ତା ପାଖରୁ ଏଇ ସବୁ ଆଶା କରିପାରିବୁ କି କରିପାରିବାନି ଶିକ୍ଷକ ହେଉଛନ୍ତି ଶିକ୍ଷାର ଆତ୍ମା ତାଙ୍କର ଶିକ୍ଷା ମଧ୍ୟ ଚିରନ୍ତନ ସେ କୋଟି କୋଟି କାଳଜୀବୀକୁ ପ୍ରଭାବିତ କରନ୍ତି କିନ୍ତୁ ଏଆଇ ଜଣେ ଯନ୍ତ୍ରଚାଳିତ ତା ପାଖରୁ ଆମେ ଏସବୁ ଆଶା କରିପାରିବାନି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ ଅର୍ଥାତ୍ ଆମ ଶିକ୍ଷକମାନଙ୍କୁ ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସାଙ୍ଗରେ ତୁଳନା କରାଯାଇଛି ଗୁରୁ